हाय सांगମାନେ ରାଧେ ରାଧେ ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଆଜି ଆମେ ବାହାରିଲୁ ମାଙ୍କର ଦର୍ଶନରେ। କୋଉ ମା ସେଟା ପହଞ୍ଚିଲେ ଜଣା ପଡିବ। ଜୟ ଜଗନ୍ନାଥ। ଚାଲ। ଏବେ ଆମ ଗାଡି ଚାର୍ଜ ବସିଲେ ଆମେ ଅଛୁ ଖମାରରେ। ଆଜି ଆମ ବ୍ଲଗରେ ଆଉ ଜଣେ ନୂଆ ଆସିଲେ। ଏଇ ମୁଁ ଭାଗିଲା ଭାଇନା ଭାଇନା ମୁଁ ତାଙ୍କ ଭାଇନା ଆଉ ଆମେ ଆଜି ଆମେ ଯେଉଁ ମାଆଙ୍କ ମନ୍ଦିରକୁ ଯାଉଛୁ ସେ ମନ୍ଦିର ବିଷୟରେ ଗୋଟେ କାହାଣୀ ରହିଛି, ଶୁଣନ୍ତୁ। ସେତେବେଳେ କେଉଁଝର ରାଜା ଥିଲେ ଗୋବିନ୍ଦ ଭଞ୍ଜଦେବ। ସେ ମାଆଙ୍କୁ କେଉଁଝରରୁ ପୁରୀ ନେଇ ଯାଉଥିଲେ। ମାଆଙ୍କର ସର୍ତ୍ତ ଥିଲା ଏହା କି ଯେ ସେ ଯଦି ପଛକୁ ବୁଲିକି ଚାହିଁଦେବେ ତେବେ ମାଆ ସେଇଟାରେ ହିଁ ରହିଯିବେ। ତ ଗୋବିନ୍ଦ ଭଞ୍ଜଦେବ ମାଆଙ୍କର ଅଳଙ୍କାର ଶବ୍ଦ ଶୁଣି ଆଗକୁ ଆଗକୁ ବଢ଼ୁଥିଲେ। ଯେତେବେଳେ ମାଆଙ୍କର ଅଳଙ୍କାରର ଶବ୍ଦ ଶୁଭିବା ବନ୍ଦ ହେଇଯାଇଥିଲା ସେତେବେଳେ ସେ ପଛକୁ ବୁଲିକି ଚାହିଁ ଦେଇଥିଲେ ଆଉ ମାଆ ସେଇଟାରେ ରହିଯାଇଥିଲେ। ଆଉ ସେଇ ଜାଗାଟି ହେଉଛି ମାଆ ଘଟଗାଁ ତାରିଣୀ ମନ୍ଦିର। ଆଉ ଖାଲି ଯାଇକି ମାଙ୍କର ଦର୍ଶନ କରିକି ଆସିବାର ଅଛି। ଏବେ ଆମେ ଆସିକି ପହଞ୍ଚିଗଲୁ ମାଙ୍କ ମନ୍ଦିରରେ ଘଟଗାଁରେ। ନଡିଆ ନିଆ ହେଇଛି। ଏବେ ଆମେ ଅଛୁ ମନ୍ଦିର ଭିତରେ। ଏବେ ଆମେ ବାହାରି ପଡ଼ିଲୁ ମନ୍ଦିର ଭିତରକୁ। ବାଉଁଶ ଡୋରରେ ନାଲି ଶାଢ଼ୀ, ଶଙ୍ଖା, ସିନ୍ଦୁର, ଗୋଟା ନଡ଼ିଆ, କଦଳୀ ପାଣି ଇତ୍ୟାଦି ଧରି ଚାଲିଲୁ ମନ୍ଦିର ଭିତରକୁ। ମନ୍ଦିର ଭିତରୁ ଦର୍ଶନ ସାରି ଫେରିଲା ବେଳକୁ ଆମ ରିସୁ ନଣ୍ଡା ହେଇସାରିଛନ୍ତି। ଏଇ ଦେଖନ୍ତୁ ଆମ ନାଣ୍ଡି। ଏବେ ଆମେ କିଛି ସମୟ ବାହାରେ ବୁଲାବୁଲି କଲୁ, ଫଟୋ ଭିଡ଼ିଓ କରିସାରିଲା ପରେ ପୁଣି ଚାଲିଲୁ ଦର୍ଶନ କରିବା। ଆସ ଜଗାକୁ ଦେଖିବା। ଏବେ ସରିଲା ଦର୍ଶନ, ଏବେ ବାହାରିଲେ ଆମେ ଘରକୁ। ଚାଲ ଯିବା। ଚलो ଚାଲ ଯିବା। ବାଟରେ ମାଉସୀ ଜଣେ ବିକୁଥିଲେ ଖୁଦ ଛତୁ, ବାଲି ଛତୁ ଆଉ ନାଡ଼ ଛତୁ। ଆମେ ଦେଖିକି ଘରକୁ ନେଇ ଆସିଥିଲୁ। ସୁନ୍ଦର ତୃପ୍ତିର ଅବସାଦ ନେଇ ଯେତେ ଦେଖୁଥିଲେ ନୂଆ ଲାଗୁଥାଏ। ଆପଣ ବି ଏହାକୁ ଉପଭୋଗ କରନ୍ତୁ। ରହିଲି। ରାଧେ ରାଧେ ଜୟ ଜଗନ୍ନାଥ।